ଭାଉଜଙ୍କର ଜଙ୍ଘରୁ ତଳ ପର୍ଯ୍ୟନ୍ତ ଫଟକା ହେଇଯାଇଛି, ପୋଡ଼ି ଯାଇଛି ଏବଂ ପିଠିରେ ଆଘାତ ରହିଛି। କ୍ରିଟିକାଲ ଇଞ୍ଜୁରି କିଛି ସେମିତି ନାହିଁ। ଆମର ଏ ଚକ୍ରଡ଼ା ଗାଁରେ ସଞ୍ଜୟ ବେହେରା ବୋଲି ଜଣେ ଲୋକ ଆଜି ଆମକୁ ଗୋଟେ ଏଫଆଇଆର ହେଉଛି ସେ ଦେଇଥିଲେ ବସ୍ତା ଥାନାରେ। ସେ ରାତିରେ ତାଙ୍କ ଭାଇ ଭାଉଜ ଯେଉଁ ଘରେ ଶୋଇଥିଲେ ସେଠି କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଆଉ ତା ଦ୍ୱାରା ସେ ଯେଉଁ ଭାଉଜଙ୍କର ଜଙ୍ଘରୁ ତଳ ପର୍ଯ୍ୟନ୍ତ ଫଟକା ହେଇଯାଇଛି, ପୋଡ଼ି ଯାଇଛି ଏବଂ ପିଠିରେ ଆଘାତ ରହିଛି। କ୍ରିଟିକାଲ ଇଞ୍ଜୁରି କିଛି ସେମିତି ନାହିଁ। ଆଉ ଯାହା ଜଣାପଡ଼ୁଛି ଫଟୋରୁ କ୍ରିଟିକାଲ କିଛି ନାହିଁ। ଆଉ ତାପରେ ବି ଆମେ ବର୍ତ୍ତମାନ ତଦନ୍ତ ଚଳାଉଛୁ। ତାପରେ ଦେଖାଯିବ କ'ଣ ଆମେ ପ୍ରାଥମିକ ତଦନ୍ତରୁ ଆମେ ତ ବର୍ତ୍ତମାନ କିଛି ଜବତ କରିନାହୁଁ। ତଥାପି ସେ ଯାହା ଏବେ ଜଷ୍ଟ ଆମେ ଆସିଲୁ ଆଉ ଦେଖି ସାରିକି ସବୁ ଯାହା ତାଙ୍କର ଜବତ କରାଯିବ। ତାପରେ ସାଇଣ୍ଟିଫିକ ଟିମ୍ ବି ଆସିବେ, ସେଟା ସାଇଣ୍ଟିଫିକାଲି ମଧ୍ୟ ଏଟା ଆମେ ଇନଭେଷ୍ଟିଗେସନ କରିବୁ। ଆଉ ଯାହା ଯେମିତି ସେମାନେ ବର୍ତ୍ତମାନ ମେଡିକାଲରେ ଅଛନ୍ତି, ତାଙ୍କ ଭାଇ ଭାଉଜ ଟ୍ରିଟମେଣ୍ଟ ହେଉଛନ୍ତି। ଯେହେତୁ ମାନେ ଏତେ ବେଶୀ ସେମାନେ ଯୋଉ ଅଭିଯୋଗ କରୁଛନ୍ତି ଯୋଉ ଝିଅ ନେବାକୁ ସେ ଜଣେ ଦି ଜଣ ଲୋକଙ୍କ ନାଁରେ ଅଭିଯୋଗ କରିଛନ୍ତି। ଆମେ ସେଟାକୁ ମଧ୍ୟ ସେ ଲାଇଟ୍ରେ ଆମେ ତଦନ୍ତ କରିବୁ ଏବଂ ତାଙ୍କୁ ମଧ୍ୟ ଇନଭେଷ୍ଟିଗେସନର ପରିସର ମଧ୍ୟ ନେବୁ।